ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆମ ପରିବେଶ ପାଠ ଆମ ବିଚିତ୍ର ବିଶ୍ୱର ପଡ଼ୋଶୀ ମାନଙ୍କୁ ଜାଣିବା ପ୍ରସଙ୍ଗଟିକୁ ଅଧ୍ୟୟନ କରିବା। ତେବେ ଆସ ଆମେ ଆମ ପଡ଼ୋଶୀ ମାନଙ୍କୁ ଜାଣିବା। ଠିକ ଅଛି। ତେବେ ଏଥିରେ ଆମର ଶିକ୍ଷଣ ଉଦ୍ଦେଶ୍ୟ କ'ଣ ରହିଛି ନା ଦିଗ ଚିହ୍ନଟ କରି କେଉଁଟି କେଉଁ ଦିଗ କହିବ, ତା ସହିତ ବିଭିନ୍ନ ଦିଗରେ ଥିବା ବସ୍ତୁ ଓ ସ୍ଥାନ ମାନଙ୍କର ନାମ କହିବ, ତା ସହିତ ତୁମ ଅଞ୍ଚଳର ମାନଚିତ୍ର ମଧ୍ୟ ପ୍ରସ୍ତୁତ କରିବ। ଠିକ ଅଛି। ତେବେ ଆସ ଆମେ ପ୍ରଥମେ ଗୋଟେ ଗପଟିଏ ଶୁଣିବା। ରାଜୁ, ପିଙ୍କି ଓ ମ୍ୟାଜିକ୍ କମ୍ପାସ। ଗପର ନାଁ। ଥରେ ରାଜୁ ନିଜ ଜେଜେବାପାଙ୍କ ପୁରୁଣା ବାକ୍ସରୁ ଏକ ଛୋଟ ଗୋଲାକାର ଯନ୍ତ୍ର ପାଇଲା। ଚିତ୍ରରେ ଦେଖିପାରୁଥିବ ତା ହାତରେ ଅଛି ଗୋଲାକାର ଯନ୍ତ୍ରଟିଏ। ସେଥିରେ ଗୋଟିଏ କଣ୍ଟା ସବୁବେଳେ ଏପଟ ସେପଟ ହେଉଥିଲା। ରାଜୁ ତାର ସାଙ୍ଗ ପିଙ୍କି ଓ ସୁମିକୁ ଡାକି ଦେଖାଇଲା। ତ ସେ ଦେଖୁଛ ତିନି ଜଣ ପିଲା ବସି ଦେଖୁଛନ୍ତି। ତ ପିଙ୍କି କହିଲା, ଆରେ ଏହା ତ ଏକ କମ୍ପାସ। ଏହା ସାହାଯ୍ୟରେ ଜଙ୍ଗଲରେ ବାଟ ଖୋଜି ହୁଏ। ତାହେଲେ କ'ଣ ହେଲା ନା ସେ ଯନ୍ତ୍ରଟି ଥିଲା କ'ଣ ଗୋଟେ କମ୍ପାସ, ଯାହା ସାହାଯ୍ୟରେ ଆମେ ବିଭିନ୍ନ ଦିଗ ଆମେ ଜାଣିପାରିବା। ତ ସେମାନେ ଠିକ କଲେ କ'ଣ ନା ଆମେ ଆକୁ ଆଜି ନେଇ ଦିଗ ଖେଳ ଖେଳିବା। ତାହେଲେ ଆସ ଦେଖିବା ସେମାନେ କେମିତି ଖେଳୁଛନ୍ତି। ସୁମି କମ୍ପାସକୁ ଧରି ଦେଖିଲା ଯେ ତାର କଣ୍ଟାଟି ସବୁବେଳେ ଗୋଟିଏ ପଟକୁ ରହୁଛି। ତାହେଲେ କମ୍ପାସରେ ଆମର ଯୋଉ କଣ୍ଟା ଥାଏ ସେ ସବୁବେଳେ କ'ଣ ନା ଗୋଟିଏ ପଟକୁ ରହିଥାଏ। ସେଇଟା ହଉଛି ଆମର କୋଉ ଦିଗ ନା ଉତ୍ତର ଦକ୍ଷିଣ ଦିଗ ହିଁ ସେ ରୁହେ ସବୁବେଳେ। ତେଣୁ ଦେଖ ଏହି କଣ୍ଟା ଯେଉଁ ଆଡକୁ ରହୁଛି ତାହା ହେଉଛି ଉତ୍ତର ଦିଗ। ସୁମି କହିଲା କ'ଣ ସେ କମ୍ପାସ ବିଷୟରେ ଜାଣିଥିଲା ଆଗରୁ। ତେଣୁ ସେ କହିଲା କ'ଣ ନା ଏଇଟା ଯୋଉ ଆଡକୁ ରହୁଛି ସେଇଟା ହଉଛି ଉତ୍ତର ଦିଗ। ଚାଲ ଆମେ ଉତ୍ତର ଦିଗରେ ଥିବା ସେହି ବଡ ଆମ୍ବ ଗଛ ପାଖକୁ ଯିବା। ସେମାନେ କ'ଣ କଲେ, ଯୋଉ ଉତ୍ତର ଦିଗରେ ଯୋଉ ବଡ ଆମ୍ବ ଗଛ ଥିଲା ସେଠିକି ସେମାନେ ଗଲେ। ତିନି ସାଙ୍ଗ ଦୌଡ଼ି ଦୌଡ଼ି ଉତ୍ତର ଦିଗକୁ ଗଲେ। ଏହା ପରେ ଆମ୍ବ ଗଛ ପାଖରେ ପହଞ୍ଚି ରାଜୁ କହିଲା, ଯଦି ଆମ ସାମ୍ନା ପଟ ଉତ୍ତର ତାହେଲେ ଆମ ଠିକ ପଛପଟ ଦିଗଟି କ'ଣ? ପିଙ୍କି ହସି କରି କହିଲା, ତାହା ହେଉଛି ଦକ୍ଷିଣ। ସେହି ଦିଗରେ ଆମ ଗାଁର ପୋଖରୀଟିଏ ଅଛି। ହେଲା। ତେଣୁ କ'ଣ ହେଲା ସେଟା ହଉଛି କୋଉ ଦିଗ ନା ଦକ୍ଷିଣ ଦିଗ। ତାଙ୍କ ସାମ୍ନାଟା ହଉଛି ଉତ୍ତର ଦିଗ। ତେବେ ତାଙ୍କର ପଛପଟା ଠିକ ହବ କୋଉ ଦିଗ ନା ଦକ୍ଷିଣ ଦିଗ, ଯୋଉଠି ଗୋଟେ ପୋଖରୀଟିଏ ଅଛି। ସେତିକି ବେଳେ ସୂର୍ଯ୍ୟ ଦେବତା ମୁଣ୍ଡ ଉପରକୁ ଆସିଗଲେଣି। ତେଣୁ ସୁମି କହିଲା, ଆଜି ସକାଳେ ସୂର୍ଯ୍ୟ ଯେଉଁଠୁ ବାହାରିଥିଲେ ସେଇଟା ଥିଲା ପୂର୍ବ ଦିଗ। ହେଲା। ତାହେଲେ ଯୋଉଠୁ ସୂର୍ଯ୍ୟ ଉଦୟ ହେଇଥିଲେ ସେଠି ଥିଲା କୋଉ ଦିଗ ପୂର୍ବ ଦିଗ। ଆଉ ଏବେ ସେ ଯେଉଁ ଦିଗକୁ ଯିବେ ତାହା ହେଉଛି ପଶ୍ଚିମ ଦିଗ। ଅର୍ଥାତ୍ ସୂର୍ଯ୍ୟ ପୂର୍ବରୁ ବାହାରି ପଶ୍ଚିମ ଦିଗକୁ ଯାଆନ୍ତି ବା ପୂର୍ବରେ ଉଦୟ ହେଲେ ପଶ୍ଚିମରେ ଅସ୍ତ ହୋଇଥାନ୍ତି। ତେଣୁ ରାଜୁ କ'ଣ କଲା ନିଜର ଦୁଇ ହାତକୁ ମେଲାଇ ଦେଖାଇଲା, ଯଦି ଆମେ ଉତ୍ତରକୁ ମୁହଁ କରିବା ତେବେ ଆମ ଡାହାଣ ହାତ ପୂର୍ବକୁ ରହିବ ଆଉ ବାମ ହାତ ପଶ୍ଚିମକୁ ରହିବ। ଆଉ ତାର ପଛପଟା କୋଉ ଦିଗକୁ ରହିବ ଦକ୍ଷିଣ ଦିଗକୁ ରହିବ। ତେବେ ଆସ ଆମେ ମାନଚିତ୍ର ଦେଖି କେତୋଟି ପ୍ରଶ୍ନର ଆମେ ଉତ୍ତର ଦେବା। ଦେଖିଲ ମାନଚିତ୍ର ମଝି ଭାଗରେ କେଉଁଠି ଅବସ୍ଥିତ? କ'ଣ ଅବସ୍ଥିତ? ଗୋଟିଏ ବଡ ପୋଖରୀ ଅଛି, ନାଇଁ? ବିଦ୍ୟାଳୟଟି ପୋଖରୀର କେଉଁ ଦିଗରେ ଅଛି? କୁହ। ହଁ, ଆମର ଉତ୍ତର ଦିଗରେ ଅଛି, ନାଇଁ? ମନ୍ଦିରକୁ ଯିବା ପାଇଁ ରାସ୍ତାଟି କେଉଁ ଦିଗରେ ଅଛି? ଦେଖିଲ ପୋଖରୀର କେଉଁ ଦିଗରେ ମନ୍ଦିରକୁ ରାସ୍ତା ଅଛି? ପୂର୍ବ ଦିଗରେ, ନାଇଁ? ପୂର୍ବ ଦିଗକୁ ଗଲେ ଆମେ ମନ୍ଦିର ପାଖରେ ଯାଇ ପହଞ୍ଚିବା। ଡାକ୍ତରଖାନା ଏବଂ ବିଦ୍ୟାଳୟ ମଧ୍ୟରୁ କେଉଁଟି ପୋଖରୀର ନିକଟତର? ଦେଖିଲ ଡାକ୍ତରଖାନା ଆଉ ବିଦ୍ୟାଳୟ କୋଉଟା ପୋଖରୀ ପାଖରେ ଅଛି? ବିଦ୍ୟାଳୟଟି ଅଛି, ନାଇଁ? ଭେରି ଗୁଡ। ତେବେ ଗାଁର ମୁଖ୍ୟ ରାସ୍ତା କଡରେ କେଉଁ କେଉଁ ସ୍ଥାନ ଅଛି? ଯୋଉଟା ମୁଖ୍ୟ ରାସ୍ତା ଯାଇଛି ଗାଁର ତାର କଡ ଦେଖିଲ କେଉଁ କେଉଁ ସ୍ଥାନ ସବୁ ଅଛି? ଡାକ୍ତରଖାନା ଆଉ
ବିଦ୍ୟାଳୟ ଅଛି, ତାପରେ କେତେ ଗୁଡିଏ ଛୋଟ ଛୋଟ ଦୋକାନ ଅଛି ନା ନାଇଁ? ମାନଚିତ୍ରରେ ଥିବା ସବୁଜ ରଙ୍ଗ କଣ ସୂଚନା ଦଉଛି? ସବୁଜ ରଙ୍ଗ ଗୁଡିକ କଣ? ଚାଷ ଜମି ଆଉ ଖେଳ ପଡିଆ। କେତେକ ଚାଷ ଜମି ଅଛି ଯୋଉଠି କୃଷକ ଚାଷ କରନ୍ତି, ଆଉ ଖେଳ ପଡିଆ ଯୋଉଠି ପିଲାମାନେ ଖେଳିଥାନ୍ତି। ତେବେ ଦେଖ, ଆମେ ଗୋଟେ ସ୍ତମ୍ଭ ମିଳନ କରିବା। ମାନଚିତ୍ରର ମଝି ଭାଗରେ କଣ ଅଛି ଦେଖିଲ? ପୋଖରୀ ଅଛି। ବିଦ୍ୟାଳୟ କେଉଁ ଦିଗରେ ଅଛି? ଉତ୍ତର ଦିଗରେ। ମନ୍ଦିରକୁ ଯିବା ରାସ୍ତା କେଉଁ ଦିଗରେ ଅଛି? ପୂର୍ବ ଦିଗରେ। ଭେରି ଗୁଡ। ତେବେ ଆସ ଗୋଟିଏ ଶବ୍ଦରେ ଉତ୍ତର ଦବ। ଜଙ୍ଗଲରେ ବାଟ ଖୋଜିବା ପାଇଁ ଆମେ କେଉଁ ଯନ୍ତ୍ର ବ୍ୟବହାର କରିବା? କୁହ। କମ୍ପାସ ବ୍ୟବହାର କରିବା, ନାଇଁ? କମ୍ପାସ ର କଣ୍ଟା ସବୁବେଳେ କେଉଁ ଦିଗକୁ ସୂଚାଇଥାଏ? କେଉଁ ଦିଗ ସବୁବେଳେ ସେ ରୁହେ? ଉତ୍ତର ଦିଗ ହେଇ ରହିଥାଏ, ନାଇଁ? ଭେରି ଗୁଡ। ସୂର୍ଯ୍ୟ କେଉଁ ଦିଗରେ ଅସ୍ତ ହୁଅନ୍ତି? ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ହୋଇଥାନ୍ତି। ଏବେ ଆସ ଆମେ କେତୋଟି ଶୂନ୍ୟ ସ୍ଥାନ ପୂରଣ କରିବା। ଯଦି ଆମ ସାମ୍ନା ପଟ ଉତ୍ତର ହୁଏ, ତେବେ ପଛପଟ ଦିଗଟି ଡ୍ୟାସ୍ ଅଟେ? ଦକ୍ଷିଣ ଦିଗ ଅଟେ, ନାଇଁ? ଭେରି ଗୁଡ। ଉତ୍ତର ଦିଗକୁ ମୁହଁ କରି ଠିଆ ହେଲେ ଆମ ଡାହାଣ ହାତ ଡ୍ୟାସ୍ ଦିଗକୁ ରହିବ? ପୂର୍ବ ଦିଗକୁ ରହିବ। ମାନଚିତ୍ରରେ ଥିବା ସବୁଜ ରଙ୍ଗ ଡ୍ୟାସ୍ କୁ ସୂଚାଇଥାଏ? କେଉଁ ଦିଗକୁ ସୂଚାଇଥାଏ ସବୁଜ ରଙ୍ଗ? ଚାଷ ଜମିକୁ, ନାଇଁ? ତେବେ ଆସ ଆଉ କେତୋଟି ପ୍ରଶ୍ନର ଉତ୍ତର କରିବା। ସକାଳେ ସୂର୍ଯ୍ୟ ଯେଉଁ ଦିଗରୁ ବାହାରନ୍ତି ତାହା କେଉଁ ଦିଗ? କେଉଁ ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି କହିଲ? ତାହା ହେଉଛି ପୂର୍ବ ଦିଗ, ନାଇଁ? ମାନଚିତ୍ରର ଗାଁର ମୁଖ୍ୟ ରାସ୍ତା କଡରେ କେଉଁ ସ୍ଥାନ ଗୁଡିକ ରହିଛି? ବିଦ୍ୟାଳୟ, ଡାକ୍ତରଖାନା ଓ ଛୋଟ ଛୋଟ ଦୋକାନ ଗୁଡିଏ ରହିଛି। ଉତ୍ତର ଦିଗକୁ ମୁହଁ କରି ଠିଆ ହେଲେ ବାମ ହାତ କେଉଁ ଦିଗକୁ ରହିବ କହିଲ? ପଶ୍ଚିମ ଦିଗକୁ ରହିବ, ନାଇଁ? ତେବେ ଆସ ଆମେ ମାନଚିତ୍ର ଦେଖି କେତୋଟି ପ୍ରଶ୍ନର ଆମେ ଉତ୍ତର ଦେବା। ଦେଖିଲ, ମାନଚିତ୍ର ମଝି ଭାଗରେ କେଉଁଠି ଅବସ୍ଥିତ? କଣ ଅବସ୍ଥିତ? ଗୋଟିଏ ବଡ ପୋଖରୀ ଅଛି, ନାଇଁ? ବିଦ୍ୟାଳୟଟି ପୋଖରୀର କେଉଁ ଦିଗରେ ଅଛି? କୁହ। ହଁ, ଆମର ଉତ୍ତର ଦିଗରେ ଅଛି, ନାଇଁ? ମନ୍ଦିରକୁ ଯିବା ପାଇଁ ରାସ୍ତାଟି କେଉଁ ଦିଗରେ ଅଛି? ଦେଖିଲ, ପୋଖରୀର କେଉଁ ଦିଗରେ ମନ୍ଦିରକୁ ରାସ୍ତା ଅଛି? ପୂର୍ବ ଦିଗରେ, ନାଇଁ? ପୂର୍ବ ଦିଗକୁ ଗଲେ ଆମେ ମନ୍ଦିର ପାଖରେ ଯାଇ ପହଞ୍ଚିବା। ଡାକ୍ତରଖାନା ଏବଂ ବିଦ୍ୟାଳୟ ମଧ୍ୟରୁ କେଉଁଟି ପୋଖରୀର ନିକଟତର? ଦେଖିଲ, ଡାକ୍ତରଖାନା ଆଉ ବିଦ୍ୟାଳୟ କୋଉଟା ପୋଖରୀ ପାଖରେ ଅଛି? ବିଦ୍ୟାଳୟଟି ଅଛି, ନାଇଁ? ଭେରି ଗୁଡ। ତେବେ ଗାଁର ମୁଖ୍ୟ ରାସ୍ତା କଡରେ କେଉଁ କେଉଁ ସ୍ଥାନ ଅଛି? ଯୋଉଟା ମୁଖ୍ୟ ରାସ୍ତା ଯାଇଛି ଗାଁର, ତାର କଡ ଦେଖିଲ କେଉଁ କେଉଁ ସ୍ଥାନ ସବୁ ଅଛି? ଡାକ୍ତରଖାନା ଆଉ ବିଦ୍ୟାଳୟ ଅଛି, ତାପରେ କେତେ ଗୁଡିଏ ଛୋଟ ଛୋଟ ଦୋକାନ ଅଛି, ନା ନାଇଁ? ମାନଚିତ୍ରରେ ଥିବା ସବୁଜ ରଙ୍ଗ କଣ ସୂଚନା ଦଉଛି? ସବୁଜ ରଙ୍ଗ ଗୁଡିକ କଣ? ଚାଷ ଜମି ଆଉ ଖେଳ ପଡିଆ। କେତେକ ଚାଷ ଜମି ଅଛି ଯୋଉଠି କୃଷକ ଚାଷ କରନ୍ତି, ଆଉ ଖେଳ ପଡିଆ ଯୋଉଠି ପିଲାମାନେ ଖେଳିଥାନ୍ତି। ତେବେ ଦେଖ, ଆମେ ଗୋଟେ ସ୍ତମ୍ଭ ମିଳନ କରିବା। ମାନଚିତ୍ରର ମଝି ଭାଗରେ କଣ ଅଛି ଦେଖିଲ? ପୋଖରୀ ଅଛି। ବିଦ୍ୟାଳୟ କେଉଁ ଦିଗରେ ଅଛି? ଉତ୍ତର ଦିଗରେ। ମନ୍ଦିରକୁ ଯିବା ରାସ୍ତା କେଉଁ ଦିଗରେ ଅଛି? ପୂର୍ବ ଦିଗରେ। ଭେରି ଗୁଡ। ତେବେ ଆସ ଗୋଟିଏ ଶବ୍ଦରେ ଉତ୍ତର ଦବ। ଜଙ୍ଗଲରେ ବାଟ ଖୋଜିବା ପାଇଁ ଆମେ କେଉଁ ଯନ୍ତ୍ର ବ୍ୟବହାର କରିବା? କୁହ। କମ୍ପାସ ବ୍ୟବହାର କରିବା, ନାଇଁ? କମ୍ପାସ ର କଣ୍ଟା ସବୁବେଳେ କେଉଁ ଦିଗକୁ ସୂଚାଇଥାଏ? କେଉଁ ଦିଗ ସବୁବେଳେ ସେ ରୁହେ? ଉତ୍ତର ଦିଗ ହେଇ ରହିଥାଏ, ନାଇଁ? ଭେରି ଗୁଡ।
ସୂର୍ଯ୍ୟ କେଉଁ ଦିଗରେ ଅସ୍ତ ହୁଅନ୍ତି? ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ହୋଇଥାନ୍ତି। ଏବେ ଆସ ଆମେ କେତୋଟି ଶୂନ୍ୟ ସ୍ଥାନ ପୂରଣ କରିବା। ଯଦି ଆମ ସାମ୍ନା ପଟ ଉତ୍ତର ହୁଏ ତେବେ ପଛପଟ ଦିଗଟି ଡ୍ୟାସ୍ ଅଟେ? ଦକ୍ଷିଣ ଦିଗ ଅଟେ, ନାଇଁ? ଭେରି ଗୁଡ। ଉତ୍ତର ଦିଗକୁ ମୁହଁ କରି ଠିଆ ହେଲେ ଆମ ଡାହାଣ ହାତ ଡ୍ୟାସ୍ ଦିଗକୁ ରହିବ? ପୂର୍ବ ଦିଗକୁ ରହିବ। ମାନଚିତ୍ରରେ ଥିବା ସବୁଜ ରଙ୍ଗ ଡ୍ୟାସ୍ କୁ ସୂଚାଇଥାଏ? କେଉଁ ଦିଗକୁ ସୂଚାଇଥାଏ ସବୁଜ ରଙ୍ଗ? ଚାଷ ଜମିକୁ, ନାଇଁ? ତେବେ ଆସ ଆଉ କେତୋଟି ପ୍ରଶ୍ନର ଉତ୍ତର କରିବା। ସକାଳେ ସୂର୍ଯ୍ୟ ଯେଉଁ ଦିଗରୁ ବାହାରନ୍ତି ତାହା କେଉଁ ଦିଗ? କେଉଁ ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି କହିଲ? ତାହା ହେଉଛି ପୂର୍ବ ଦିଗ, ନାଇଁ? ମାନଚିତ୍ରର ଗାଁର ମୁଖ୍ୟ ରାସ୍ତା କଡରେ କେଉଁ ସ୍ଥାନ ଗୁଡିକ ରହିଛି? ବିଦ୍ୟାଳୟ, ଡାକ୍ତରଖାନା ଓ ଛୋଟ ଛୋଟ ଦୋକାନ ଗୁଡିଏ ରହିଛି। ଉତ୍ତର ଦିଗକୁ ମୁହଁ କରି ଠିଆ ହେଲେ ବାମ ହାତ କେଉଁ ଦିଗକୁ ରହିବ କହିଲ? ପଶ୍ଚିମ ଦିଗକୁ ରହିବ, ନାଇଁ? ତେବେ ତୁମେ ସବୁ ମନେ ରଖିଛ, ନାଇଁ? ତେବେ ଏହା ହିଁ ଥିଲା ଆମର ଆଲୋଚନାର ବିଷୟବସ୍ତୁ। ତା ଆଗକୁ ଆମେ ଆଗାମୀ ମାସରେ ଦେଖା ହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।